ଆସ ଏମିତି ଗୋଟିଏ କଥା ବିଷୟରେ କଥା ହେବା ଆଜି, ଯାହାକୁ ଆମେ ପ୍ରାୟ କେବେ ଖୋଲାମେଲା ଭାବରେ କାହାକୁ କହିନଥାଉ। ମନ ଭିତରେ ଏକ ଆମର ଶାନ୍ତ ବେଦନା ଅଛି, ଯାହା ଆମକୁ ଧୀରେ ଧୀରେ କହେ, ତୁମେ ଏତେବେଳକୁ ଆହୁରି ଆଗକୁ ବଢ଼ି ଯାଇଥିବା କଥା ଥିଲା। ତମେ ଅନ୍ୟମାନଙ୍କୁ ଦେଖୁଛ, କେହି ଡିଗ୍ରୀ ନେଉଛନ୍ତି, କେଉଁ ଯାତ୍ରା କରୁଛନ୍ତି, କେହି ବିବାହ କରୁଛନ୍ତି, ସୋସିଆଲ ମିଡ଼ିଆରେ ସଫଳତାର ଫଟୋ ପୋଷ୍ଟ କରୁଛନ୍ତି, ଆଉ ତମେ ତ ମାତ୍ର ଦିନ ହିଁ କାଟୁଛ, କିଛି କରିପାରୁନ। କେବେ କେବେ ତ ଦାନ୍ତ ଘଷିବା କିମ୍ବା ଗୋଟିଏ ମେସେଜର ଉତ୍ତର ଦେବା ମଧ୍ୟ ପାହାଡ଼ ଚଢ଼ିବା ପରି ଲାଗେ। ସେତେବେଳେ ହୁଏତ ତମ ମନ କହେ, ମୁଁ ଅଳସୁଆ କିମ୍ବା ମୋର କିଛି ହେବ ନାହିଁ। କିନ୍ତୁ ପ୍ରକୃତରେ ସେଇଟା ସତ୍ୟ ନୁହେଁ। ତମେ ଭାଙ୍ଗି ଯାଇନାହଁ, ତମେ ଠିକ୍ ହେଉଛ। ଠିକ୍ ହେବା ସମାଜର ସମୟ ସାରଣୀ ଅନୁସାରେ ଚାଲେ ନାହିଁ। ସତ୍ୟ କଥା ହେଉଛି, ଯେତେବେଳେ ମାନସିକ ସମସ୍ୟା ଆସେ, ଯେମିତି ଡିପ୍ରେସନ୍, ଆତଙ୍କ, ଟ୍ରମା, ଅତି କ୍ଳାନ୍ତି, ଆମ ମସ୍ତିଷ୍କର ପ୍ରାଥମିକତା ବଦଳିଯାଏ। ସେ ତୁମର ସୁରକ୍ଷା ବିଷୟରେ ପ୍ରଥମେ ଚିନ୍ତା କରେ। ତେଣୁ ସେତେବେଳେ ମନେ କର ନାହିଁ ଯେ ତୁମେ ନଷ୍ଟ ହୋଇଯାଉଛ ବା ତୁମର ସବୁ ଶେଷ ହୋଇଯାଉଛି। ମସ୍ତିଷ୍କ ସେତେବେଳେ ତୁମକୁ ସୁରକ୍ଷା ଦେଉଛି। ଡାକ୍ତର ଲିସା ଫେଲ୍ଡମ୍ୟାନ୍ ବ୍ୟାରେଟ୍ କହିଛନ୍ତି, ମସ୍ତିଷ୍କର ମୁଖ୍ୟ କାମ ଖୁସି କିମ୍ବା ସଫଳତା ନୁହେଁ, ତାର ମୁଖ୍ୟ କାମ ହେଉଛି ବଞ୍ଚାଇ ରଖିବା। ସେଥିପାଇଁ ତୁମେ ଯେତେବେଳେ ନିଜକୁ ପଛରେ ପଡ଼ିଗଲି ବୋଲି ଭାବୁଛ, ସେଟା ବିଫଳତା ନୁହେଁ, ତୁମ ମସ୍ତିଷ୍କ ତୁମକୁ ବଞ୍ଚାଇ ରଖିବାରେ ବ୍ୟସ୍ତ ଥିଲା। ଏହା ଦୁର୍ବଳତା ନୁହେଁ, ଏହା ଶକ୍ତି। କିନ୍ତୁ ସମସ୍ୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆମେ ନିଜେ ଠିକ୍ ହେବାର ସମୟକୁ ଅନ୍ୟମାନଙ୍କର ସୁନ୍ଦର ଜୀବନର ଚିତ୍ର ସହିତ ତୁଳନା କରୁ। ଆମେ ଭାବୁ, ସେ ତ ଶୀଘ୍ର ଭଲ ହେଇଗଲା, କିମ୍ବା ସେ ତ ଏତେ କମ୍ ବୟସରେ ଏତେ ଆଗକୁ ଚାଲିଗଲା। ମନୋବିଜ୍ଞାନୀମାନେ ଏହାକୁ ସମୟ ସହ ନିଜକୁ ତୁଳନା ବୋଲି କହନ୍ତି। ଏହା ଆମର ଲଜ୍ଜା ବଢ଼ାଇଥାଏ, ଆଗକୁ ବଢ଼ିବାର ଇଚ୍ଛା ଧୀରେ ଧୀରେ କମାଇଥାଏ। ଭାବ, ଗୋଟିଏ ହାଡ଼ ଭାଙ୍ଗିଗଲେ ତାକୁ ଶୀଘ୍ର ଠିକ୍ ହ ବୋଲି ଆମେ କହୁ କି, ଗାଳି ଦେଉ କି? ନୁହେଁ ନା? ତେବେ ମନକୁ କାହିଁକି ଏମିତି କରିବା? ମନକୁ ବି ସମୟ ଦିଅ। ଯଦି ତୁମେ ଭାବୁଛ ତୁମର 20, 30, 40 ବର୍ଷ ବୟସ ହାତରୁ ସରିଯାଇଛି, ଦୟାକରି ଏହା ଜାଣ, ତମେ ଡେରି କରିନାହ। ସମ୍ଭବତଃ ତମେ ଏବେ ଗୋଟେ ବିରତିରେ ଅଛ, କିନ୍ତୁ ବିରତି ମାନେ ତ ଶେଷ ନୁହେଁ। ଡାକ୍ତର ଭିକ୍ଟର ଫ୍ରାଙ୍କଲ କହିଥିଲେ, ମଣିଷ ଯେକୌଣସି କଷ୍ଟ ସହିପାରେ ଯଦି ତା ପାଖରେ ଗୋଟିଏ କାରଣ ଥାଏ। ତୁମର କାରଣ ଏଇଆ, କାଲି ସକାଳେ ଉଠିବା, ପୁଣି ଚେଷ୍ଟା କରିବା, ଏତିକି ଯଥେଷ୍ଟ। ଏଇଥିପାଇଁ ଆମେ କଷ୍ଟ କରିବା। ଯଦି ତୁମ ସାଙ୍ଗମାନେ ପ୍ରମୋଶନ ପାଉଛନ୍ତି ଆଉ ତୁମେ କେବଳ ନିଶ୍ୱାସ ହିଁ ନେଉଛ, ତୁମେ ପଛରେ ନୁହେଁ, ତମେ ପୁଣି ଜୀବନକୁ ଫେରୁଛ, ଏମିତି ଅନୁଭବ ସହ ଯାହା ସମସ୍ତଙ୍କ ପାଖରେ ନାହିଁ। ଅଦୃଶ୍ୟ ଯୁଦ୍ଧ ଜିତିବା ଆମକୁ ଦୟା ଶିଖାଏ, ଧୈର୍ଯ୍ୟ ଶିଖାଏ। ଦିନେ ଏହି ଗୁଣଗୁଡ଼ିକ ତୁମର ସବୁଠାରୁ ବଡ଼ ଶକ୍ତି ହେବ। ସେଇ ପାଇଁ ଧୀରେ ଚାଲିବା ଉଚିତ। ତୁମେ ନିଜ ଗତିରେ ଚାଲିବାର ଅଧିକାର ରଖ। ଦିନେ ତୁମେ ପଛକୁ ଚାହିଁ ଦେଖିବ, ଯାହାକୁ ତମେ ନଷ୍ଟ ସମୟ ବୋଲି ଭାବୁଥିଲ, ସେଇ ସମୟ ତୁମର ଭିତ୍ତି ତିଆରି କରୁଥିଲା। ଯଦି ତୁମ 5 ବର୍ଷର ପ୍ଲାନ୍ ପୁରା ହୋଇନାହିଁ, ଯଦି ପୁଣି ଆରମ୍ଭ କରିବାକୁ ପଡ଼ିଲା, କ୍ଷତି ନାହିଁ। ଆଜି ତୁମର ଏକମାତ୍ର ସଫଳତା ହେଉଛି ନିଜର ମନ ସହ ବଞ୍ଚି ରହିବା। ତେବେ ଚାଲିଥାଅ, ଚାଲିଥାଅ। ତୁମ ନିଜ ଭବିଷ୍ୟତ ତୁମକୁ ଅପେକ୍ଷା କରିଛି। ସେ ଠିକ୍ ହେବାର ଅନ୍ୟ ପାର୍ଶ୍ୱରେ ଧୈର୍ଯ୍ୟ ସହିତ ଅପେକ୍ଷା କରିଛି। ଦିନେ ତୁମେ ଦେଖିବ, ତୁମେ କେବେ ବି ପଛରେ ଥିଲ ନାହିଁ, ତମେ ନିଜକୁ ନିଜ ପାଇଁ ତିଆରି କରୁଥିଲ। ଧନ୍ୟବାଦ।